ଗ୍ରୀନ୍ ଓଡ଼ିଶା କରିବା ପାଇଁ ଯୁବକମାନଙ୍କ ନିଆରା ଉଦ୍ୟମ। ରାସ୍ତାକଡ଼ ଠାରୁ ଆରମ୍ଭ କରି ଛକ ବଜାର ଅଙ୍ଗନବାଡ଼ି ସ୍କୁଲ ପରିସରରେ 30ରୁ ଊର୍ଦ୍ଧ୍ୱ ପ୍ରକାରର ବୃକ୍ଷରୋପଣ କରିଛନ୍ତି। ଧୀରେ ଧୀରେ ଦୂଷିତ ହେବାକୁ ବସିଲାଣି ଗ୍ରାମ୍ୟ ପରିବେଶ। ଯାନବାହନ ସଂଖ୍ୟା କ୍ଷୁଦ୍ର ଶିଳ୍ପର ଦିନକୁ ଦିନ ବୃଦ୍ଧି ଯୋଗୁଁ ବୃଦ୍ଧି ପାଇବାରେ ଲାଗିଛି ଅଙ୍ଗାରକାମ୍ଳ ଗ୍ୟାସ୍। ଓଜନ ସ୍ତରରେ ସୃଷ୍ଟି ହେଉଛି ରନ୍ଧ୍ର। ଧୀରେ ଧୀରେ ପୃଥିବୀ ପୃଷ୍ଠକୁ ପ୍ରବେଶ କରୁଛି ଅତିବାଇଗଣୀ ରଶ୍ମି। ଫଳରେ ବଢ଼ି ଚାଲିଛି କର୍କଟ ଭଳି ଦୁରାରୋଗ୍ୟ ବ୍ୟାଧି, ଯାହାର ଶିକାର ହୋଇ ହାନି ଘଟୁଛି ହଜାର ହଜାର ଲୋକଙ୍କ ଜୀବନ। ଏଭଳି ପରିସ୍ଥିତିରେ ପରିବେଶକୁ ସୁସ୍ଥ ଓ ନିରାମୟ ରଖିବା ସହିତ ଭୋଗରାଇ ବ୍ଲକ ଗ୍ରୀନ୍ ଓଡ଼ିଶା ତିଆରି କରିବ ତାକୁ ଲକ୍ଷ୍ୟ ରଖି 60ରୁ ଊର୍ଦ୍ଧ୍ୱ ଯୁବକ ମିଶି ବୃକ୍ଷରୋପଣ କରିଥିଲେ। ଧରିତ୍ରୀ ମାଆକୁ ରକ୍ଷା କରିବା ପାଇଁ ମାଆ ପାଇଁ ଗଛଟିଏ ଲଗାଇବାକୁ ଆହ୍ୱାନ ଦେଇଥିଲେ। ବୃକ୍ଷରୋପଣ ସମୟରେ ସଂଘର ସଭାପତି ବିଷ୍ଣୁପଦ ଧଳ, ଶୁଭେନ୍ଦୁ ସେଠୀ, ସୁମନ ସାହୁ, ସନ୍ତୋଷ ଖଟୁଆ, ଶଙ୍କର ମହାନ୍ତି, ଅର୍ଜୁନ ସେଠୀ, ଦୀପକ ଧଳ, ହରିଶ୍ଚନ୍ଦ୍ର ଧଳ, ତପନ ସେଠୀ, ଡାକ୍ତର ଲଲାଟେନ୍ଦୁ ଦାସ, ସମାଜସେବୀ ପଞ୍ଚାନନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ମୁଁ ପଞ୍ଚାନନ ମହାନ୍ତି, ରାମକୃଷ୍ଣ ପରମହଂସ ଚାରିଟେବଲ୍ ଟ୍ରଷ୍ଟ ଫାଉଣ୍ଡେସନ୍ ନାଚିନ୍ଦା। ଆଜି ଆମର ଜୟ ଜଳଧା ଯୁବକ ସଂଘ ତରଫରୁ ଯେଉଁ ଆହ୍ୱାନ କରାଯାଇଛି ଏବଂ କୁନି କୁନି ପିଲାମାନଙ୍କୁ ନେଇକି ଯେଉଁ ବୃକ୍ଷରୋପଣର ନିଆରା ପ୍ରୟାସ ସୃଷ୍ଟି କରାଯାଇଛି, ଏ ସାରା ଓଡ଼ିଶାରେ ଗୋଟେ ପ୍ରଭାବ ପକାଇବ ଏବଂ ପ୍ରଦୂଷଣ ମୁକ୍ତ ବାୟୁମଣ୍ଡଳ ପାଇଁ ଏ ଯେଉଁ ଅକ୍ଳାନ୍ତ ପରିଶ୍ରମ ଅଦମ୍ୟ ଚେଷ୍ଟାରେ କ୍ଲବର ସମସ୍ତ ସଦସ୍ୟ ଲାଗିକି ଏହା କରିଛନ୍ତି, ତାଙ୍କୁ ମୁଁ ସ୍ୱାଗତ ଜଣାଉଛି। ଡାକ୍ତର ଲଲାଟେନ୍ଦୁ ଦାସ, ଆଜି ଜଳଧାର ଏଇ ଯୁବକ ସଂଘ ଗୋଟେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି, ଯାହାକି ମୋ ମତରେ ମୋ ଭାଷାରେ ଏକ ନିଆରା ଏବଂ ଏ ଜିନିଷ ଗୋଟେ ସମସ୍ତଙ୍କୁ ପ୍ରେରଣାଦାୟୀ। ନିଶ୍ଚିତ ଭାବରେ ଅନେକ ଜାଗାରେ ବୃକ୍ଷରୋପଣରେ ଅନେକ ଲୋକ ଅନେକ ସଂସ୍ଥା ଜଡ଼ିତ ହୁଅନ୍ତି, କିନ୍ତୁ ଆଜି କୁନି କୁନି ପିଲାଙ୍କ ହାତରେ, ଯେଉଁମାନଙ୍କ ହାତରେ ଚଖଡ଼ି ସ୍ଲେଟ୍ ରହିବା କଥା, ଆଜି ତାଙ୍କ ହାତରେ ଗଛ। ଏହା ଲାଗେ ମୋତେ ଯେ ଏ ଗଛ ଗୁଡ଼ିକୁ ସେମାନେ ଆଜି ବୁଝି ସାରିଛନ୍ତି ଯେ ବୃକ୍ଷ ହିଁ ଜୀବନ। ଆମ ପାଇଁ ବୃକ୍ଷର ଗୁରୁତ୍ୱ କେତେ ଅଛି, ସବୁଜ ପୃଥିବୀର କେତେ ଆବଶ୍ୟକତା ଅଛି, ଯେଉଁଥିପାଇଁ କୁନି କୁନି ପିଲାମାନେ ଆଜି ହାତରେ ଗଛ ଧରି ରାସ୍ତା କଡ଼ରେ ପ୍ରାୟ 300 ଖଣ୍ଡେ ଗଛ ଲଗାଇବାର ଯେଉଁ ପ୍ରୟାସ କରିଛନ୍ତି, ଏହା ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ ଏବଂ ଏହାକୁ ମୁଁ ସାଧୁବାଦ ଜଣାଉଛି। ଏବଂ ଆଗାମୀ ଦିନରେ ମୁଁ ଅନୁରୋଧ କରିବି, ଆମେ ସମସ୍ତେ ମିଳିଯିବା, ସମସ୍ତେ ଏ ମାତୃଭୂମିକୁ ସୁରକ୍ଷା ଦେବା, ଗୋଟେ ଗो ଇଣ୍ଡିଆ ଗ୍ରୀନ୍ ଇଣ୍ଡିଆ ଭାବରେ କରି ଯେଉଁ ସବୁଜ ବଳୟ ତିଆରି କରିବା ଏବଂ ପ୍ରଦୂଷଣ ମୁକ୍ତ ଆମ ଅଞ୍ଚଳକୁ କରିବା, ଏହି ଲକ୍ଷ୍ୟରେ ସମସ୍ତେ ଏକଜୁଟ ହେବା। ଏବଂ ନିଶ୍ଚିତ ଭାବରେ এই ଯୁବକ ସଂଘକୁ ଧନ୍ୟବାଦ ଦେବି ଯେ ସେମାନେ ଏକ ନିଆରା ପ୍ରୟାସ ଦ୍ୱାରା ସମସ୍ତଙ୍କୁ ଗୋଟେ ପ୍ରେରଣା ଦେଉଛନ୍ତି, ଆସ ସମସ୍ତେ ଗଛ ଲଗାଇବା। ସନ୍ତୋଷ ଖଟୁଆ, ନା ଜଳଧା ଯୁବକ ସଂଘର ମୁଁ ଜଣେ ସଦସ୍ୟ। କୁନି କୁନି ପିଲାମାନଙ୍କୁ ନେଇ ଆମେ ଗଛ ଲଗାଇବା ପ୍ରୟାସ, କାରଣ ଦୂଷିତ ବାୟୁମଣ୍ଡଳକୁ ଆମେ କିପରି ସଫା ରଖିବା। ବିଷ୍ଣୁପଦ, କାହିଁକି ନା ଗଛ ଲଗାଇବା ହେଉଛି ଗୋଟେ ବହୁତ ବଡ଼ କଥା। ଆମ ଗାଁର ଯେଉଁ ପିଲାମାନେ ଅଛନ୍ତି ସମସ୍ତଙ୍କୁ ଏକତ୍ରିତ କରି ଯେଉଁ ଗଛ ଲଗାଇବା ପ୍ଲାନ୍ ଆମେ କରିଥିଲେ, ଗାଁ ପାଇଁ ଗଛଟିଏ, ନିଜେ ବଞ୍ଚିବା, ଅନ୍ୟକୁ ବଞ୍ଚାଇବା। ତେଣୁ ପରିବେଶ ବହୁତ ପ୍ରଦୂଷଣରୁ ସମସ୍ତଙ୍କୁ ବଞ୍ଚି ରଖିବା ପାଇଁ ଆମେ ଗଛ ଲଗାଇବା ପାଇଁ ଜୟ ଜଳଧା ଯୁବକ ସଂଘ ସମସ୍ତେ ଏକତ୍ରିତ ହୋଇ ଏକତା ହିଁ ବଳ ସୃଷ୍ଟି କରି ଆମେ ଏ ଗଛ ଲଗାଇବା ପାଇଁ ଆମେ ପ୍ରୟାସ କରିଛେ।
ଆପଣଙ୍କ ପ୍ରିୟ ସମ୍ପର୍କ ଲାଇଭ୍।